ରାମକୃଷ୍ଣ ମଠରେ ଦୋଳ ପୂର୍ଣ୍ଣମୀ ପାଳନ। ଭୁବନେଶ୍ୱର ରାମକୃଷ୍ଣ ମଠରେ ଦୋଳ ପୂର୍ଣ୍ଣମୀ ଉତ୍ସବ ପାଳନ ହୋଇଯାଇଛି। 1919 ମସିହା ଅକ୍ଟୋବର 31 ତାରିଖରେ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ମହାରାଜ ଏହି ମଠ ପ୍ରତିଷ୍ଠା କରିଥିଲେ। ଦିନେ ମହାରାଜ ମଠ ବାରଣ୍ଡାରେ ପଦଚାରଣ କରୁଥିବା ସମୟରେ ହଠାତ୍ ଶୂନ୍ୟରୁ ଅଭିର ତାଙ୍କ ଉପରେ ପଡ଼ିଥିଲା। ମହାରାଜ ଆଶ୍ଚର୍ଯ୍ୟ ହୋଇ ଉପସ୍ଥିତ ଶିଷ୍ୟଙ୍କୁ ପାଞ୍ଜି ଦେଖିବାକୁ କହିବାରୁ ଜଣାଗଲା ସେଦିନ ଦୋଳ ପୂର୍ଣ୍ଣମୀ। ତେଣୁ ତାପର ବର୍ଷଠାରୁ ଦୋଳ ପୂର୍ଣ୍ଣମୀ ଉତ୍ସବ ଏଠାରେ ପାଳନ ହୋଇଥାଏ। ଏବର୍ଷ ମଧ୍ୟ ମଠର ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ସାଧୁ ବ୍ରହ୍ମଚାରୀ ସ୍ଥାନୀୟ ଭକ୍ତ କଲିକତାରୁ ଆସିଥିବା ବଙ୍ଗୀୟ ଭକ୍ତମାନେ ଏଥିରେ ସାମିଲ ହୋଇଥିଲେ। ପ୍ରାୟ 200 ଭକ୍ତ ଭଜନ କୀର୍ତ୍ତନ ଓ ପ୍ରସାଦ ସେବନରେ ଆସିଥିଲେ। ଏଥିରେ ଶ୍ରୀ ପରମେଶ୍ୱର ଧଳ ଏବଂ ବିଜୟ ଟିକା ପ୍ରଫେସର କଲ୍ୟାଣ ଘଡ଼େଇ ପ୍ରଭୃତି ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ। ଘଟଣା ଘଟିଲା ଏଠି ବହୁତ ଗୁରୁତ୍ୱପୂର୍ଣ୍ଣ। ଥରେ କ'ଣ ହେଲା, ଜଣେ ମହାରାଜକୁ କହିଲେ ଯେ ଉପରରୁ କିଛି ସେ ଡାଷ୍ଟ ଭଳିଆ କିଛି ପଡ଼ୁଛି, ଆବିର ଭଳିଆ। ତ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ମହାରାଜକୁ ଯାଇକରି କହିଲେ ଯେ କ'ଣ ହେଲା ମହାରାଜ, ଆବିର କାହିଁକି ପଡ଼ୁଛି ଉପରରୁ? କହିଲେ ଓ ଆଚ୍ଛା ଆଚ୍ଛା ଦେଖ ଦେଖ, ମୁଁ ଭାବୁଛି କ'ଣ ଆଜି ହୋଲି ଦିବସ ଆଜି ହୋଲି ଦେଖ। ସେ ଗୋଟେ ପଞ୍ଜିକା ହେଲା, ଦେଖାଗଲା ଯେ ହଁ ସେଇ ଦିନଟି ଥିଲା ହୋଲି ଦିବସ। ସେ ଠାକୁର ତାଙ୍କୁ କହିଥିଲା ଯେ ସେ ବ୍ରଜର ରାଖାଲ, ସେ ସ୍ୱୟଂ ଶ୍ରୀକୃଷ୍ଣ ଏବଂ ସେ ତାଙ୍କର ଜନ୍ମ। ସେଥିପାଇଁ ଦିବସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଏହି ପୂର୍ଣ୍ଣ ଦିବସରେ ମୁଁ ଠାକୁର ମା ସ୍ୱାମୀଜୀଙ୍କର ପାଖରେ ପ୍ରାର୍ଥନା କରୁଛି, ତ ସେମାନଙ୍କର ଆଶୀର୍ବାଦ ଆମ ଉପରେ ବର୍ଷିତ ହେଉ, ଏହି ଆମର ପ୍ରାର୍ଥନା। ମୁଁ ପରମେଶ୍ୱର ଧଳ ରାମକୃଷ୍ଣ ମିଶନ ସହିତ 1975 ମସିହାରୁ ସମ୍ପୃକ୍ତ। ତେଣୁ ମିଶନ ଏଠି ମଠରେ ଯାହା କାର୍ଯ୍ୟକ୍ରମ ହୁଏ ସବୁ ଆମେ ସେଥିରେ ଯୋଗ ଦେଉ। ଆଜି ପବିତ୍ର ହୋଲି ଦୋଳ ପୂର୍ଣ୍ଣିମା ଏଠି ପାଳନ କରାଯାଉଛି। ଆର ଗୋଟେ ବିଶିଷ୍ଟ ଘଟଣା ଅଛି, ଯେଉଁଟା ଆମ ଏ ମଠ ପ୍ରତିଷ୍ଠା ହୋଇଥିଲା 1919 ମସିହା ଅକ୍ଟୋବର 31 ତାରିଖରେ। ସ୍ୱାମୀ ବ୍ରହ୍ମାନନ୍ଦ ମହାରାଜ ରାମକୃଷ୍ଣ ମଠ ମିଶନର ଯେ ଫାର୍ଷ୍ଟ ପ୍ରେସିଡେଣ୍ଟ, ସେ ମଠ ପ୍ରତିଷ୍ଠା କରିଥିଲେ। ସେ ଗୋଟେ ଘଟଣା ଘଟିଥିଲା, ମହାରାଜ ତାଙ୍କ ବାରଣ୍ଡାରେ ପଦଚାରଣ କରୁଥିବା ବେଳେ ହଠାତ୍ ଉପରୁ ଅବିର ପଡ଼ିଲା। ଯେତେବେଳେ ମହାରାଜ ଆଶ୍ଚର୍ଯ୍ୟ ହେଲେ ଯେ ହଠାତ୍ କ'ଣ ଅବିର କେଉଁଠୁ ପଡ଼ିଲା। ତାପରେ ପାଞ୍ଜି ଦେଖାଗଲା ଯେ ସେଦିନ ଥିଲା ଦୋଳ ପୂର୍ଣ୍ଣମୀ। ତେଣୁ ଭୁବନେଶ୍ୱର ମଠରେ ଏହି ଦୋଳ ପୂର୍ଣ୍ଣମୀ ଦିନ ଭକ୍ତମାନେ ଆସନ୍ତି ଆଉ ପରସ୍ପର ଅବିର ବୋଳାବୋଳି ହୁଅନ୍ତି। ଆଉ ତାପରେ ସମସ୍ତେ ପ୍ରସାଦ ସେବନ କରନ୍ତି। ତେଣୁ ଆଜି ଦିନଟି ଆମ ରାମକୃଷ୍ଣ ମଠ ମିଶନ ଉପଲକ୍ଷେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିବସ। ତେଣୁ ସମସ୍ତେ ଆମେ ପ୍ରାର୍ଥନା କରିବା ରାମକୃଷ୍ଣ, ମା ଶାରଦା, ସ୍ୱାମୀ ବିବେକାନନ୍ଦ ସମସ୍ତଙ୍କର ମଙ୍ଗଳ ହେଉ। ଆଜି ଦିନରେ ଏହି ଶୁଭକାମନା କରିବା। ଆଜି ଦିନରେ